ଜୀବନରେ କେବେ ବି ଗର୍ବ ଅହଙ୍କାର କରିବ ନାହିଁ। କାରଣ ପଥର ଯେତେବେଳେ ପାଣିରେ ପଡ଼େ ନିଜ ଓଜନ ପାଇଁ ବୁଡ଼ିଯାଏ। ନମସ୍କାର ବନ୍ଧୁଗଣ, ଆପଣଙ୍କ ମୂଲ୍ୟବାନ ସମୟରୁ ଟିକେ ବାହାର କରି ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବହୁତ ତୀର ଚଳାଇବା ପ୍ରତିଯୋଗିତା ଜିତିବା ପରେ ଗୋଟିଏ ଯୁବକ ଧନୁର୍ଦ୍ଧର ନିଜକୁ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ଭାବିଲା। ସେ ଯେଉଁ ସ୍ଥାନକୁ ବି ଯାଏ ଲୋକଙ୍କୁ ତୀର ଚଳାଇବା ପାଇଁ ଆହ୍ୱାନ ଦିଏ ଏବଂ ସେ ଆହ୍ୱାନକୁ ଯିଏ ସ୍ୱୀକାର କରେ ତାକୁ ହରାଇ ତାର ଥଟ୍ଟା କରେ। ଗୋଟିଏ ଦିନ ସେ ଗୋଟିଏ ପ୍ରସିଦ୍ଧ ଜୈନ ମାଷ୍ଟରକୁ ଆହ୍ୱାନ ଦେବାର କଥା ଭାବିଲା ଏବଂ ଦିନକର କଥା। ସକାଳୁ ସକାଳୁ ସେ ପର୍ବତର ଠିକ୍ ମଝିରେ ଥିବା ସେ ଜୈନ ମାଷ୍ଟରଙ୍କ ଆଶ୍ରମକୁ ଗଲା ଏବଂ ମାଷ୍ଟରକୁ କହିଲା, ମାଷ୍ଟର, ମୁଁ ତୁମକୁ ତୀର ଚଳାଇବାର ଆହ୍ୱାନ ଦେଉଛି। ମାଷ୍ଟର ସେ ଯୁବକର ଆହ୍ୱାନକୁ ସ୍ୱୀକାର କଲେ। ତୀର ଚଳାଇବା ପ୍ରତିଯୋଗିତା ଆରମ୍ଭ ହେଲା। ସେ ଯୁବକ ପ୍ରଥମ ପ୍ରୟାସରୁ ହିଁ ଦୂରରେ ଥିବା ଲକ୍ଷ୍ୟରେ ମଝିରେ ତୀରଟିକୁ ମାରିଲା ଏବଂ ଦ୍ୱିତୀୟ ଶର ଯେମିତି ମାରିଲା ସେ ଲକ୍ଷ୍ୟରେ ଲାଗିଥିବା ଶରର ମଝିରେ ବାଜି ସେ ତୀରଟି ଦୁଇ ଫାଳ ହୋଇ ଦ୍ୱିତୀୟ ଶର ବି ଲକ୍ଷ୍ୟର ମଝିରେ ଲାଗିଗଲା ଏବଂ ଜୈନ ମାଷ୍ଟରକୁ କହିଲା, ମାଷ୍ଟର, କ'ଣ ଆପଣ ମୋ ଠାରୁ ଭଲ ତୀର ଚଳାଇ ପାରିବ? ଯଦି ପାରିବ ତ ଚଳାଇକି ଦେଖାଅ ଏବଂ ଯଦି ପାରିବ ନାହିଁ ତ ନିଜ ହାରକୁ ସ୍ୱୀକାର କର। ସେହି କଥାକୁ ଶୁଣି ମାଷ୍ଟର କହିଲେ, ପୁତ୍ର, ମୋ ପଛରେ ଆସ। ମାଷ୍ଟର ଚାଲି ଚାଲି ଗୋଟିଏ ଭୟଙ୍କର ଖାଲ ଥିବା ସ୍ଥାନକୁ ଚାଲିଗଲେ। ସେ ଯୁବକ ଏ ଦୃଶ୍ୟକୁ ଦେଖି ଭୟଭୀତ ହୋଇ କହିଲା, ମାଷ୍ଟର, ତମେ ମୋତେ କେଉଁଠିକୁ ଆଣିଲ? ମାଷ୍ଟର କହିଲେ, ଡର ନାହିଁ ପୁତ୍ର, ଆମେ ଆସିଗଲା। ଖାଲି ଆମକୁ ଏ କାଠରେ ବନିଥିବା ପୋଲ ମଝିକୁ ଯିବାର ଅଛି। କିନ୍ତୁ ପୋଲଟି ବହୁତ ଦୁର୍ବଳ, କେତେବେଳେ ବି ଏହି ଖାଲରେ ପଡ଼ିପାରେ। ସେ ଯୁବକ ଦେଖିଲା କି ଗୋଟିଏ ପର୍ବତରୁ ଆଉ ଏକ ପର୍ବତକୁ ଯିବା ପାଇଁ ଲୋକମାନେ ଗୋଟିଏ କାଠର ପୋଲଟିଏ ନିର୍ମାଣ କରିଥାନ୍ତି ଏବଂ ମାଷ୍ଟର ସେହି ସ୍ଥାନକୁ ଯିବା ପାଇଁ କହୁଥାନ୍ତି। ସେ ମାଷ୍ଟର ସେ ପୋଲର ମଝିକୁ ଗଲେ ଏବଂ ଧନୁରେ ତୀର ଲଗାଇ ଦୂରରେ ଥିବା ଗୋଟିଏ ଗଛରେ ତୀରଟିକୁ ବିନ୍ଧିଲେ। ତୀରଟି ଯାଇ ସେ ଗଛର ମଝିରେ ଲାଗିଲା। ତୀର ଚଳାଇବା ପରେ ମାଷ୍ଟର ସେ ଯୁବକକୁ କହିଲେ, ଆସ ପୁତ୍ର, ଏବେ ତମେ ବି ତୀର ସେହି ଲକ୍ଷ୍ୟରେ ବେଦି ନିଜର ପ୍ରତିଭା ଦେଖାଅ। ସେ ଯୁବକ ଡରି ଡରି ସେ ପୋଲର ମଝିକୁ ଗଲା ଏବଂ ଧନୁରେ ତୀର ଲଗାଇ ଲକ୍ଷ୍ୟକୁ ବେଦିଲା। କିନ୍ତୁ ସେ ତୀର ଲକ୍ଷ୍ୟର ଆଖପାଖରେ ବି ବାଜିଲା ନାହିଁ। ସେ ଯୁବକ ନିରାଶ ହୋଇ ନିଜର ହାରକୁ ସ୍ୱୀକାର କରିଲା। ସେ ମାଷ୍ଟର କହିଲେ, ପୁତ୍ର, ତମେ ତ ଧନୁ ଏବଂ ତୀରରେ ନିୟନ୍ତ୍ରଣ ରଖିବା ଭଲ ଭାବେ ଜାଣିଛ, କିନ୍ତୁ ତମେ ତମ ମନରେ ଏପର୍ଯ୍ୟନ୍ତ ନିୟନ୍ତ୍ରଣ ରଖିପାରିନାହିଁ। ଯାହାକି ଯେମିତି ବି ପରିସ୍ଥିତି ଆସୁ ଲକ୍ଷ୍ୟକୁ ଭେଦିବାକୁ ଆବଶ୍ୟକ ଅଟେ ମନରେ ନିୟନ୍ତ୍ରଣ। ପୁତ୍ର, ଏହି କଥାକୁ ସବୁବେଳେ ମନେ ରଖିବ କି ଯେତେ ଦିନ ପର୍ଯ୍ୟନ୍ତ ମଣିଷର ଭିତରେ ଶିଖିବାର ଜିଜ୍ଞାସା ଥାଏ ସେ ପର୍ଯ୍ୟନ୍ତ ତା'ର ଜ୍ଞାନର ବୃଦ୍ଧି ହୋଇଥାଏ। କିନ୍ତୁ ଯେତେବେଳେ ତା ଭିତରେ ସର୍ବଶ୍ରେଷ୍ଠ ହେବାର ଅହଙ୍କାର ଆସିଯାଏ ସେହି ସମୟରୁ ତା'ର ବି ପତନ କିମ୍ବା ନଷ୍ଟ ହେବା ଆରମ୍ଭ ହୋଇଯାଏ। ସେହି ଯୁବକଟି ଜୈନ ମାଷ୍ଟରଙ୍କ କଥାକୁ ବୁଝି ଯାଇଥାଏ। ତାକୁ ଅନୁଭବ ହୋଇଗଲା କି ତା'ର ଧନୁର୍ବିଦ୍ୟା ଅନୁକୂଳ ପରିସ୍ଥିତି ପାଇଁ ହିଁ ଅଟେ ଏବଂ ତାକୁ ଏବେ ବହୁତ କିଛି ଶିଖିବାର ଅଛି। ସେ ବେଶୀ କିଛି ଜାଣିନାହିଁ। ସେ ସେହି ସମୟରେ ହିଁ ତା'ର ଅହଙ୍କାର ପାଇଁ ଜୈନ ମାଷ୍ଟରଙ୍କୁ କ୍ଷମା ପ୍ରାର୍ଥନା କଲା ଏବଂ ଗର୍ବ ଅହଙ୍କାର ନ କରିବାର କଥା ଦେଲା ଏବଂ ସେ ଜୈନ ମାଷ୍ଟରଙ୍କୁ ଗୁରୁ ବନାଇ ଶିକ୍ଷା ଅର୍ଜନ କଲା। ବନ୍ଧୁଗଣ, ଏହି କାହାଣୀରୁ ଶିଖିଲା କି ଯେତେବେଳେ ଅହଙ୍କାର ଆସିଯାଏ ସେହି ସମୟରେ ହିଁ ମଣିଷର ପତନ ହେବା ଆରମ୍ଭ ହୋଇଯାଏ। ତା ସାଥିରେ ଗୋଟିଏ ବ୍ୟକ୍ତି ପାଖରେ ଏମିତି ଗୋଟିଏ ଗୁଣ ଥାଏ କି ଅନ୍ୟ ବ୍ୟକ୍ତି ପାଖରେ ସେ ଗୁଣ ନଥାଏ, କିନ୍ତୁ ସେ ଅନ୍ୟ ବ୍ୟକ୍ତି ପାଖରେ ଥିବା ଗୁଣ ବି ସେ ପ୍ରଥମ ବ୍ୟକ୍ତି ପାଖରେ ନଥାଏ। ସେଥିପାଇଁ ସଭିଙ୍କୁ ସମ୍ମାନ କରିବା ଦରକାର ଏବଂ ମିଳିମିଶି ଚଳିବା ଦରକାର। ବନ୍ଧୁଗଣ, ଏହି କାହାଣୀଟି ଯଦି ଭଲ ଲାଗିଥାଏ ଏବଂ ଏହି କାହାଣୀରୁ କିଛି ବି ଶିଖିଥାଅ ତ ନିଜ ନିଜ ସାଙ୍ଗସାଥୀଙ୍କୁ ସେୟାର କରନ୍ତୁ।